ବିଛାତି ଖାଇଛୁ ବିଛାତିର ଫଳ ଖାଇଛ ବିଛାତି ଫଳ ବିଛାତି ଫଳ ଖାଉଛୁ କି ରେ ପୁଅ ବିଛାତିର ଫଳ ଖାଉଛୁ ଆଉ ମହାଙ୍କାଳ ଫଳ ଖାଇଛ ମହାଙ୍କାଳ ମହାଙ୍କାଳ ଫଳ ଜାଣିନ ନା ନା ଉପରଟା ସୁନ୍ଦର ଏଇ ମହାଙ୍କାଳ ଫଳଟା ଉପରଟା ସୁନ୍ଦର ଭିତରଟା ଖାଲି ଅଙ୍ଗାଟା ଖାଇଛ ଆଉ ବାପା ଯାର ଯାର ବାରିପଟେ ଯଦି ମହାଙ୍କାଳ ଫଳ ହେଇଗଲା ବାପା ମେହେଙ୍କାଳ ନାଇଁ ରେ ପୁଅ ମହାଙ୍କାଳ ମେହେଙ୍କାଳ ସେଟା କି ମେହେଙ୍କାଳ ବୋଲେ ବଇରା ସେ ମହାଙ୍କାଳ ମହାକାଳ ବୋଲି କହୁଥିଲା ସେ ହଉଛି ମହାଙ୍କାଳ ମହାକାଳ ଯଦି ବାରିପଟେ ହେଇଗଲା ଗଛ ତୋର ମାରିଗଲା ତୁ ମଧ୍ୟ ଗଛ ହେଇଯିବୁ କାଳ ପଳି ପଳି ଅତି ସୁନ୍ଦର କାଳ ପଳି ହେଲେ ତାର ନାମ ହେଲା ମହାକାଳ କାଳ ଆସିବାକୁ ଥିଲେ ସେ ଗଛ ତମର ବାରିପଟେ ଉଠିବ କାଳ ଆସିବାକୁ ଥିଲେ ସେ ଗଛ ତମର ବାରିପଟେ ଉଠିବ ହଠାତ୍ ଯଦି ଜାଣିବ ଅତି ଶୀଘ୍ର ତାକୁ ତାର ଚେର ମୂଳ ଡାଳ ସବୁ ପଡିବ ନଲେ କାଳଟା ପଳି ଆଇଗଲା ବୋଲି ତୁ ଜାଣିଥିବୁ ରେ ବାପା ହେଲେ ସେ ମହାଙ୍କାଳ ଫଳ ଖାଇଛ ନା 12 ବର୍ଷ ବନସ୍ତରେ ବୁଲିଛି ଆଚ୍ଛା ମାମୁ ଏ ଯୋ ବନସ୍ତ ମଧ୍ୟରେ ଗୋଟେ ଭଲ ଫଳ ମିଳୁଛି ହଁ ଏ ଯୋ ଲକ୍ଷଣ ଫଳ ଏ ଯୋ ଲକ୍ଷଣ ଫଳ ରାମ ଫଳ ସୀତା ଫଳ ସବୁ ଅଛି कंदा ପିତଳ ପିତଳ କଲା ନା ଇଏ ପିତଳ କଲା ଏ ଯୋ ପହର ଦିନ ଧଳା धड़ा ନାଇଁ ରେ ପହର ଦିନ ତାଙ୍କ ଗାଁରୁ ଭାଙ୍ଗରା ଧରି ଖାଇଥିଲେ ଏତେ ବାଣ ଥିଲା ଗୋଟେ ଏତେ ବାଣ ଥିଲା ତପ୍ତ ଭେଣ୍ଡ ଛକୁରାଣି ବୋଲି କହୁଥିଲା ହେଲେ ରଖିବନି ଦୂତ ଭଗବାନ ଶ୍ରୀକୃଷ୍ଣ ଫଳ ରଖିବେ ନା ନାଇଁ କୁହେ ନା ନା ମୁଁ ତ ପଚାରୁଛି ହାଉ ରଖିବି ଭଗବାନ କୃଷ୍ଣ ତମେ ଜନ ଏଇ ବର୍ତ୍ତମାନ ତମେ ଫଳ ରଖିବ କି ନାହିଁ ନାହିଁ ଏକ ରଖିବନି ନାହିଁ ଦୁଇ ରଖିବନି ତିନି ରଖିବନି ରଖିବିନି ମାତ୍ର ଭାଗ୍ୟରେ ଥିଲେ ଫଳ ରଖିବ ଆଜ୍ଞା ହଁ ଭାଗ୍ୟ ନଥାଉ ଭାଗ୍ୟରେ ଥିଲେ ଫଳଟା ରଖିବ ନଥାଉ ଯଦି ତମର ଭାଗ୍ୟରେ ନାହିଁ ଫଳଟା ତମେ ଗ୍ରହଣ କରି ପାରିବ ନାହିଁ ନା ନା ଜାନି ଯୌତୁକ ଦେଇଥିବ ନିର୍ବନ୍ଧ ସରିଯିବ ମୁଦି ନେଇକିରି ସେ ଝିଅ ପିଲାକୁ ଦେଇ ଦେଇଥିବ ତାଙ୍କର ଭୋଜି ଭାତ ସବୁ ସରିଲା ମାତ୍ର ତା ବାସି ଦିନ ଝିଅଟା ଆଉ ଜଣକୁ ଧରିକି ପଳେଇଗଲା ଏଇ ମାତ୍ର ଫ୍ରି ହେଇ ହଉଛି ନା ଆଜ୍ଞା ହଉଛି ନା ନାହିଁ ହଉଛି ନା ସତ କଥା କୁ ଆଜ୍ଞା ହଉଛି ନା ଆଜ୍ଞା ତେଣୁ ତମର ଭାଗ୍ୟରେ ନାହିଁ ହଁ ହଁ ସେ ଝିଅର ଭାଗ୍ୟଟା ଅଲଗା ପାଖରେ ଅଛି ତମର ଭାଗ୍ୟଟା କୋଉଠି ଅଛି ଏ ମଧ ପାଣ୍ଡବ ମୋର ନାମଟା ଅଛି ବ୍ରଜମୋହନ ମୋର ଗୁରୁଙ୍କ ନାମ ହେଲା ନବଘନ ସେ ଗୁରୁଙ୍କର ଲେଖାରୁ ଦାସକାଠୀଶ୍ୱରରେ ଯୋଡ଼ିଏ ପଦ କହୁଛି ଫଳ ବିଷୟରେ ମଧ ପାଣ୍ଡବ ଶୁଣ ଏ ଭାବ ଶୁଣ ଏ ଭାବ ଏ ଫଳ ଭୁଲିବ ଯା ଭାଗେ ଥିବ ହେ ମଧ ପାଣ୍ଡବ ଶୁଣ ଏ ଭାବ ଶୁଣ ଏ ଭାବ ଏ ଫଳ ବୁଝିବ ସଭାଗେ ଥିବ ହି ମଧ ପାଣ୍ଡବ ଏମା ଫଳ ରଖିଥାନ୍ତେ ମାତ୍ର ସେ ଚିନ୍ତା କରୁଛନ୍ତି ଏ ପର୍ବତ ପାହାଡ଼ର ଫଳଟା ଆଉ ଏ ବନ ବନାନ୍ତରେ ନାହିଁ ସେ ଫଳ ଆହୁରି ବନ ଫଳ ବୋଲି ବି ରହେ ଆହୁରି ନାସ୍ତି ଜନ କର ଆହୁରି ଏ ଫଳର ଭାବ ଭାବୁକ ବୁଝିବ ଏ ଫଳର ଭାବ ଭାବୁକ ବୁଝିବ ଏ ଫଳର ଭାବ ଭାବୁକ ବୁଝିବ ଧାନ କଗୋଚର ନୋହିବ ଭାବ হে ମଧ ପାଣ୍ଡବ ଶୁଣ ଏ ଭାବ ଶୁଣ ଏ ଭାବ ये फल भुंजीब जा
ଥିବ ହିଁ ମଧ ପାଣ୍ଡବ फल रखी थांदे डरी गले फल रखी थांदे अर्जुन डरी गले कहीं ना फल पाई वर्तमान जे कि रावण मरि जाइतिला अरे जे फल लागी वीर रावण अरे सीता सीता दुखे कोला हरण अरे जे फल लागी सहस्र को आखी जे फल लागी ससमाखी फल लागी ससमाखी पाई अछि तुम पिता बा सोहे मधपा नव सुनये भाव सुनये भाव ए फल भूलिब जा भागे ଥିବ ହିଁ ମଧ ପାଣ୍ଡବ ଧ୍ରୁବ ଧ୍ରୁବ अर्जुन वर्तमान डरुछंदी तमे जो फल आनिछ तमे आनिछ सत मात्र फल खाइबा पई डरुछंदी अर्जुन कोन भाई ना रावण वर्तमान देखि मां सीता फल को नहीं तांगर लंकापुरटा ध्वंस हो गला मां सीता फल को नहीं रावणगर वंशटा ध्वंस हो जाइतिला जदि एई फल को रखिबे अर्जुन चिंता करछनी मोर वंशर मत ध्वंस एई जीव काई देउछ तमे बेसी होछ बाप दिरि बस एवं जो सहस्राक्ष होची जे कि अर्जुनंगर बापा इंद्र इंद्र कोन करिथिले गौतम महामुनिंगर भार्या अहल्या सहित रतिबा प्रेम करी बुझिले मा तांकर अंगरे मध सहस्र जोनी हेतिला कोन मा हेतिला से जने आर्टिस्ट तांको बापा जने चित्रकार तुमको गोटे घंटाटी भितरे बने देबो चित्र दार बापा ए चित्र बनै परछि ता पुओ कोन न करि परथु ठीक ठीक बोले भाबटा बुझि बलनी माने दिने अहल्यांगर बापा उचनी आज्ञा तांगर प्रकृत बापा उचनी ब्रह्मा ब्रह्मांगर ठारू वर्तमान अहल्या जन्म हेले अहल्या जन्म हेबा परे एतो अति सुंदर स्वर्ग मर्त्य पाताल रे ए बळी सुंदर झियो नथिबो ब्रह्मांग ठारू जन्म हिची तीन जण विवाह पई आसीथिले से झियोटी को तीन जण विवाह पई आसीथिले किए किए गौतम मुनि इंद्र देवता एवं सूर्य देवता तीन जण एका थरे पळी आछले छोटा बड़ सुंदर घरे जदि गोटे झियो अछि एमिति केते बंधु प्रस्ताव आसीबा न आसीबार बाट नाही हेले एका थरे जते बेले आसीले ब्रह्मा कहिले कोन बोली हे इंद्र देवता हे गौतम महामुनि हे सूर्य देवता बा धर्म देवता तमे तो तीन जण जाक एका थरे आसिलो हो ठीक अछि वर्तमान देखि ए सारा ब्रह्मांड बुली गिरी आसीबो ए सारा ब्रह्मांड देखि बुली गिरी आसीबो ताहाले मोर छियो जिया आसीबो ए सारा ब्रह्मांड जे आगो गिरी बुली गिरी आसीबो ताहाले मोर छियो ताकू बरणमालाटा दब्ब चाली गले इंद्र देवता इंद्रनगर बाहन हइला ऐरावर्त हस्ती से चाली गले तापरे रहिला कि से सूर्य देवता सूर्यंगर बाहन हला अश्व बाहन ऊपर चाली गले मात्र गौतम महामुनिंगर बाहन नाही गौतम महामुनिंगर बाहन नाही से कोन कले ब्रह्मांगर चारि पार्श्वरे बुलिले ब्रह्मा पचारिथिले हे गौतम महामुनि अरे तमे कोन बुलिलो हमर चारि पार्श्वरे
ସେଇଠି ଗୌତମ ମହାମୁନି ସିଦ୍ଧାନ୍ତ ପୁରୁଷ ସେ କହିଲେ ହେ ବ୍ରହ୍ମଦେବ ଏ ସୃଷ୍ଟି କି ତିଆରି କରିଛନ୍ତି କିଏ? ଆପଣ ହିଁ ତିଆରି କରିଛନ୍ତି। ଆପଣଙ୍କର ଠାରୁ ବ୍ରହ୍ମା କହିଲେ ଏ ସାରା ବ୍ରହ୍ମାଣ୍ଡ ତିଆରି ହେଇଛି, ବ୍ରହ୍ମାଙ୍କ ଠାରୁ ସାରା ବ୍ରହ୍ମାଣ୍ଡ ତିଆରି ହେଇଛି। ଏ ଜଗତର ବ୍ରହ୍ମାଣ୍ଡ ବୁଲିବା ଦରକାର ନାହିଁ, ତେଣୁକରି ମୁଁ ଚାରିପାର୍ଶ୍ୱରେ ବୁଲୁଛି। ଚିନ୍ତା କଲେ ଯେ ଜ୍ଞାନୀ ପୁରୁଷ ହଉଛନ୍ତି ଗୌତମ ମହାମୁନି। ଗୌତମ ମହାମୁନି ସହିତ ଅହଲ୍ୟାଙ୍କର ବିବାହ ସରିବା ପରେ ତାପରେ କଣ ଗଲା, ଇନ୍ଦ୍ର ଆଉ ସୂର୍ଯ୍ୟ ଆସିଲେ। ଦେଖିଲେ ଯେ ଗୌତମ ମହାମୁନି ଝିଅଟାକୁ ବିବାହ କରିକିରି ତାଙ୍କ ଦଶକର୍ତ୍ତା ବାଳି ସବୁ ଯାକ ସରିଗଲା। ତାପରେ ହଳ ଯାକ ଯେତେବେଳେ ଆସିଲେ ଆଉ ଝିଅଟା, ଏମାନେ ଦୁହେଁ ଚିନ୍ତା କଲେ ଯେ ଏ ଅହଲ୍ୟାର। ଇନ୍ଦ୍ର ଚିନ୍ତା କଲେ ଜାଣି ତ ହେ ବ୍ରହ୍ମଦେବ, ଦିନେ ନା ଦିନେ ତମର ଝିଅ ଅହଲ୍ୟାର ମୁଁ ସତୀତ୍ୱ ନଷ୍ଟ କରିବି। ଇନ୍ଦ୍ର ବିଚାର କରିକିରି ପଳେଇଲେ। ସେ ଚିନ୍ତା କଲେ କେମିତି ଆ ସହିତ ରମଣ କରିବି, ବଳେ ବଳେ କୌଶଳେ ଆ ସହିତ ମୁଁ କେମିତିକା ରମଣ କରିବି। ସବୁବେଳେ କଣ ପଳବ କିରେ ବାପା? ଇଏ କଣ କଲେ, ଇନ୍ଦ୍ର ଦେବତା ଗୌତମ ମୁନିଙ୍କ ନିକଟକୁ ଆସିଲେ ପାଠ ପଢିବା ପାଇଁ। ଇଏ ସଜ ଖୋଜୁଛନ୍ତି କେମିତି ମତେ ତା ସହିତ ପ୍ରେମଟା କରିଦେବି। ହେଲେ କଣ କଲେ, ଗୌତମ ମହାମୁନିଙ୍କର ନିକଟକୁ ଆସିଲେ ପାଠ ପଢିବା ପାଇଁ। ଇନ୍ଦ୍ର ଦେବତା ଯେତେବେଳେ ଆସିଲେ, ଏ ଇନ୍ଦ୍ର ଦେବତା କଣ କଲେ, ଛୋଟ ପିଲା ହେଇକିରି ଆସିଲେ, ପାଠ ପଢିଲେ। କିଛି ଦିନ ପାଠ ପଢିବା ପରେ ଇଏ ସଜ ଖୋଜୁଛି ଗୌତମ ମହାମୁନି କେତେବେଳେ ଯିବେ ଆଶ୍ରମକୁ, ମୁଁ ଆ ସହିତ ରମଣ କରିବି। ଦିନକର ଘଟଣା କଣ ହେଇଛି ନା, ଏ ଇନ୍ଦ୍ର ତ ପୂର୍ବରୁ କହିଥିଲା। ଗୌତମ ମହାମୁନି ମଧ୍ୟ ଚିନ୍ତା କଲେ ଆର ଆତ୍ମାଟାକୁ ବଳଜ କଣ କରନ୍ତି ନା, ଅହଲ୍ୟାର ଆତ୍ମାଟାକୁ ଧରିକିରି ସିଏ ପଳେଇ ଯାଆନ୍ତି କି ସେ ଗୌତମ ମହାମୁନି ଆଙ୍କର ପ୍ରକୃତି ଯାକ ଜାଣିଦେଲା। ହେଲେ ଏ କଣ କଲେ ନା, ଇନ୍ଦ୍ର ଆଉ ସୂର୍ଯ୍ୟ ହଳ ଯାକ ବଳଜ ପହଞ୍ଚିଗଲେ। ଚିନ୍ତା କଲେ ଆ ସହିତ ଯେମିତି ମତେ ଆଜି ମୁଁ ପ୍ରେମ କରିବାଟା ବାଧ୍ୟ, ଆଜି ଛାଡ଼ିବିନି। ଆଜି ମତେ ଯୋଉ ସୁବିଧା ପଡିଛି ଆଜି ଛାଡ଼ିବିନି। ଆଜି କେମିତି ମତେ କରିଦେବି। ଇଏ ସୁଭଦ୍ରା ୟାକୁ ହଲିଆର କରିବି। ଇଏ ସୁଭଦ୍ରା କହିଲେ ହବ କି, ଦେଖ ଆଜି ତମ ସହିତ ମୁଁ ପ୍ରେମ କରିବାଟା ବାଧ୍ୟ, ଆଜି ତମ ସହିତ ରେପ କରିବ। ଇଏ ବର୍ତ୍ତମାନ ମଢ ଭଳିଆ ପଡିଯାଇଛନ୍ତି, ମଢ ସଦୃଶ ପଡିଯାଇଛନ୍ତି କି ସେ ଅହଲ୍ୟା। ଏଣୁ କରି କଣ କରିଛନ୍ତି, ସର୍ବପ୍ରଥମେ ସୂର୍ଯ୍ୟ କଣ କଲେ, ତାଙ୍କର ଦେହ ଭିତରେ ଆତ୍ମା ହେଇକିରି ପଶିଲେ। କିନ୍ତୁ ବାବଟା ସୂର୍ଯ୍ୟ ଦେବତା କଣ କଲେ, ଅହଲ୍ୟାର ଆତ୍ମା ଭିତରେ ପଶିଲେ। ଇଏ କଣ ଇନ୍ଦ୍ର କଣ କଲେ, ତା ସହିତ ରମଣ କଲେ। ଯେମିତି ମଧ୍ୟ ତ କାମଟା ମେକଅପ୍ ହବ ପଡିବ, ଆଡଜଷ୍ଟ କରିବାକୁ ପଡିବ। ହେଲେ ତାପରେ କଣ କଲେ, ଇନ୍ଦ୍ର ସେ ଭିତରୁ ବାହାରି ପଡିଲେ। ଆଉ ଥରେ କଣ କଲେ, ସୂର୍ଯ୍ୟ ବଳଜ ପହଞ୍ଚିଲେ। ତେଣୁ କରି ଦୁହେଁ କଣ କଲେ, ଆଜ୍ଞା ରମଣ କଲେ। ରମଣ କରିବା ପରେ ତାପରେ ଦୁହେଁ ଚାଲିଗଲେ। ଯିବା ପରେ କିଛି ଦିନ ଯିବା ପରେ ଦିଟା ପୁଅ ଜନ୍ମ ହେଲା। ସେ ପୁଅ ଦିଟାର ନାମ ହଉଛି ଆଜ୍ଞା କଣ ଜାଣିଛୁ? ତୁ କଣ ଜାଣିଛୁ କହ? ପୁଅ ଦିଟାର ଏ ଯୋ ଅହଲ୍ୟାର ଗର୍ଭରୁ ଜନ୍ମ ହେଲେ ପୁଅ ଦିଟା, ସେ ପୁଅ ଦିଟାର ନାଁ କଣ? ସମତିଳ ଜବତି। ବେଶ, ସମତିଳ ଜବତିଳ ବୋଲି ଦିଟା ପୁଅର ନାଁ ଦେଲେ। ତାପରେ ତୃତୀୟ ଯୁଗ ହେଲା, ତାର ନାମ ରଖାଇଲା ବାଳି ଆଉ ସୁଗ୍ରୀବ। ବାଳି ସୁଗ୍ରୀବ ସୂର୍ଯ୍ୟଙ୍କର ଠାରୁ ଜନ୍ମ ହେଲେ କିଏ? ସୂର୍ଯ୍ୟଙ୍କ ଠାରୁ କିଏ ଜନ୍ମ ହେଲେ? ସୁଗ୍ରୀବ। ଇନ୍ଦ୍ରଙ୍କର ଠାରୁ ଜନ୍ମ ହେଲେ କିଏ? ବାଳି। ତାପରେ ଦ୍ୱାପର ଯୁଗ ଆସିଲା। ଦ୍ୱାପର ଯୁଗରେ ସୂର୍ଯ୍ୟଙ୍କର ପୁଅ ହେଲେ କର୍ଣ୍ଣ, ଇନ୍ଦ୍ରଙ୍କର ପୁଅ ହେଲେ ଅର୍ଜୁନ। ସବୁ ଯାକ ଗୋଟିଏ। ତେଣୁକରି କଣ କଲେ ନା, ଅହଲ୍ୟା ସହିତ ଯେତେବେଳେ ରମଣ କରିଛନ୍ତି, ରମଣ କରିବା ଦ୍ୱାରା ଜାଣିଗଲା କି ସେ ଗୌତମ ମହାମୁନି। ଗୌତମ ମହାମୁନି ଜାଣି ସିଦ୍ଧାନ୍ତ ପୁରୁଷ ନା। ବର୍ତ୍ତମାନ ଯାକୁ ଆମେ ବୁଦ୍ଧଦେବ ବୋଲି କହନ୍ତି। ପଚାରିଲେ କିରେ ଇନ୍ଦ୍ର, ଚଣ୍ଡାଳ ପିଲା, ମୋ ଘରକୁ ଆଇଲୁ, ମୋ ପାଖରେ ପାଠ ପଢିଲୁ, ମୋର ପଟା ମୋର ଖଡି, ଆଉ ଥରେ ମୋ ସ୍ତ୍ରୀ କି ନାରେ ନାରେ କଲୁ କିରେ ଚଣ୍ଡାଳ। ମୋ ଘରେ ଭାତିଆ ମାଲୁ, ମୁଁ ପଟା ଦେଲି, ବହି ଦେଲି, ଖଡି ଦେଲି, ପେନ୍ ଦେଲୁ, ଆଉ ଥରେ ପେନ୍ ରେ ଲେଖିଦେଲି। ମୋ ଘର ଆଖଡ଼ା କଲୁ କିରେ ଭାପରା ପିଲା ଇନ୍ଦ୍ର। ତତେ ଖାଇବାର ଜଣ ନଥିଲା, ତେଣୁ ଗୁଣ୍ଡା ଗୁଣ୍ଡା ପେଲି ପେଲି କିରେ ଖୁଆଇଲି। ତେଣୁକରି ଜଣ ନଥିଲା, ତତେ ହାତ ଧରି ଠିଆ ଠିଆରେ ଚଲେଇ ନେଲି। ଆରେ ରହ। ତେଣୁକରି ସେଇଠି ଗୌତମ ମହାମୁନି ଅଭିଶାପ ଦେଇଥିଲେ, ହେ ଇନ୍ଦ୍ର ଦେବତା, जे कि गुरु माता को तू हरण कलु, गुरु माता सहित रमण कलु, एनु तो तम अभिशाप दउछि, तोर अंगरे सहस्र जनी हे जाऊ। ए जो सब बळे
जोनी चिंता कलु अरे इंद्र न जानी 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 माँ गुरु माँ को हरण कलु हाँ जानी जानी गुरु माँ को हरण कलु आ गुरु मान से आ गण मु होची गौतम महामुनि से मोर भार्जा आ अहल्या बोले गुरु मा नहीं आज ठारु आको गुरु मा बोल लागियो गुरु मां हेले जानी जानी गुरु माँ को हरण कलु चंडाल तोर अंगर सहस्त्र जोनी हियाओ मात्र मार्केट 60 टका केजी अछि कोन मार्केट रे 60 टका किलो अछि जन्नी अरे जन्नी नहीं जोनी जन्नी दी प्रकार जोनी वाले लिंग हे इंद्र तोर अंगरे सहस्र जोनी हियाओ जोनी निवारण करी इंद्रंगर अंगरे सहस्र आखी करी देले तेनु तार नाम ला सहस्र आखी आखी सहस्र और जे फल लागी सहस्र को आखी जे फल लागी सहस्र जो फल लागी सहस्र को आखी पाई खिला तुम पिता बा सब हे मध पांडव सुनो ए भाव ए फल भुंजीब जाबाके थिब हे मध पांडव दिन नवघर भासे भाव हे मध पांडव शुणये भाव ए फल भूमिब जाभागे थिब हे मध पांडव निशावती औछंदी के से चंद्र हां से मध्य गुरु पत्नी को हरण करिथिले अच्छा अच्छा ना नहीं तांको ठारु जन्म हले बुद्ध देव किए हरण करिथिले के देखि तारा माता को हरण करिथिले हरण करिबा तारा तांको ठारु गोटे पुओ जन्म हितिला तांकर नाम हला बुद्ध देव तांको ठारु जन्म हला बुद्ध देव तेनु करी अर्जुन डरु छनी मा ए तेणु करी एई फलटा को जति मु रखिबी ताले मो मथ से प्रकार हेई ओली डरु छंदी रखिबानी नहीं नहीं ना ना डरी गला प्रकृति रे डरी गले प्रकृति रे बाप ए बाप ये आस देखो एबे समयटा खाइबा समय भलला हिची देख तम इच्छा नहीं ए पुरुष करने जो पळे जो रखिबन जणा पड़ जो एमा ए चलो केते प्रकार कहिले मथ तमे वर्तमान से फल को ग्रहण करिबेनी